ମୁଁ ଜଣେ 15 ବର୍ଷ ଝିଅକୁ ବିବାହ କରିବାକୁ ବାଧ୍ୟ ହେଲି। ତାଙ୍କ ସହ ମୋର କୌଣସି ଶାରୀରିକ ସମ୍ପର୍କ ନଥିଲା, କାରଣ ସେ ବହୁତ ଛୋଟ ଥିଲେ। କିନ୍ତୁ ମୁଁ ଜାଣିନଥିଲି ଯେ ସେ ଏତେ ଛୋଟ ଝିଅ ନଥିଲେ। ସୋସିଆଲ ମିଡ଼ିଆରେ ଭିଡ଼ିଓ ଦେଖିବା ପରେ ସେ ଚତୁର୍ଥୀ ରାତି ବିଷୟରେ ସବୁ ଜାଣିସାରିଥିଲେ ଏବଂ ସେ ମୋ ପାଖକୁ ଆସିବାକୁ ଚେଷ୍ଟା କରୁଥିଲେ। ମୁଁ ତାଙ୍କୁ ମୋ ପାଖକୁ ଆସିବାକୁ ଦେଉନଥିଲି। ଦିନେ ସେ ଉତ୍ସାହର ସହିତ ମୋ ପାଖକୁ ଆସିଲେ ଆଉ ମୋତେ ଚୁମିବାକୁ ଲାଗିଲେ, ଆଉ ମୁଁ ବି ତାଙ୍କ ସହିତ। ଆଜି ମୋର ଚତୁର୍ଥୀ ରାତି ଥିଲା ଏବଂ ମୋର ହୃଦୟ ଜମା ଚାହୁଁନଥିଲା ଯେ ମୋ ସ୍ତ୍ରୀଙ୍କ ପାଖକୁ ଯିବା ପାଇଁ, ଯିଏ ମୋ ରୁମ୍ରେ ସଜବାଜ ହୋଇ ମୋର ଆସିବା ବାଟକୁ ଅପେକ୍ଷା କରିଥିଲେ। ମୋର ବୟସ 26 ବର୍ଷ ଥିଲା। ଏହି ବୟସରେ ପ୍ରତ୍ୟେକ ପୁଅ ବିବାହ କରିବାକୁ ଇଚ୍ଛା କରନ୍ତି ଏବଂ ଆଜି ମୋର ବିବାହ ହୋଇସାରିଛି। ମୋ ଘରେ କେବଳ ଏକ ଛୋଟ ବିବାହର କାର୍ଯ୍ୟ ଆୟୋଜନ କରାଯାଇଥିଲା। ଛୋଟ ଛୋଟ ଆଲୋକରେ ଘରକୁ ଟିକେ ସଜାଯାଇଥିଲା, ଯାହାଦ୍ୱାରା ଅନୁଭବ ହେଉଥିଲା ଯେ ଏହି ଘରେ କିଛି ଖୁସିର କାମ ଚାଲିଛି। ଏହି ଘର ମୋର ନୁହେଁ, ମୋ ସମ୍ପର୍କୀୟ ମାଉସୀଙ୍କର ଥିଲା। ତାଙ୍କ ସ୍ୱାମୀ ବହୁ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ ଏବଂ ମାଉସୀ ଏକୁଟିଆ ରହୁଥିଲେ ଏବଂ ମୁଁ ମଧ୍ୟ ଏକୁଟିଆ ଥିଲି। ତେଣୁ ମୋର ମାଉସୀ ମୋତେ କହିଲେ ଯେ ମୋର ପୁଅ ନାହିଁ ଆଉ ତୁ ମୋ ପୁଅ ହେଇକି ଏଇ ଘରେ ରହ। ମାଉସୀ ମୋ ମାଆଙ୍କର ବହୁତ ଭଲ ବନ୍ଧୁ ଥିଲେ। ସେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଆଉ ସେମାନେ ପ୍ରକୃତ ଭଉଣୀ ପରି ପରସ୍ପର ସହିତ ରହୁଥିଲେ। ସେମାନେ ଗୋଟିଏ ଅଞ୍ଚଳରେ ରହୁଥିଲେ, ଏକାଠି ଖେଳିବା ଏବଂ ଅଧ୍ୟୟନ କରି ବଡ଼ ହୋଇଥିଲେ ଏବଂ ଏହି ବନ୍ଧୁତା ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଛାଡ଼ି ନଥିଲା। ମାଙ୍କ ମୃତ୍ୟୁ ପରେ ମଧ୍ୟ ମୋ ମାଙ୍କର ଏହି ବନ୍ଧୁ ମୋତେ ବହୁତ ଭଲ ପାଉଥିଲେ। ସେ ମୋର ପ୍ରକୃତ ମାଉସୀ ନଥିଲେ, କିନ୍ତୁ ସେ ମୋ ପ୍ରକୃତ ମାଉସୀଙ୍କ ପରି ଲାଗୁଥିଲେ। ସେ କହିଲେ, ତୁମେ ମୋ ପୁଅ ହେଇକି ଏଇଠି ମୋ ସହିତ ରୁହ, କାରଣ ମୋର କୌଣସି ପୁଅ ନାହିଁ। ମୋର ମଧ୍ୟ ଘର ଦରକାର ଥିଲା ଏବଂ ମାଉସୀଙ୍କୁ ଜଣକ ସାହାରାର ଆବଶ୍ୟକ ଥିଲା। ସେଥିପାଇଁ ମୁଁ ସଂକୋଚ ନ କରି ତାଙ୍କ ଘରେ ରହିବାକୁ ଆସିଥିଲି। ମୁଁ ଗତ 3 ବର୍ଷ ଧରି ଏହି ଘରେ ରହୁଥିଲି। ଏ ଘରେ ମୋର ମାଉସୀ ଆଉ ତାଙ୍କ ସାନ ଝିଅଟି ଏଠାରେ ରହୁଥିଲେ। ତାଙ୍କ ଝିଅର ବୟସ 12 ବର୍ଷ ହୋଇଥିଲା ଏବଂ ମୁଁ ତା ସହିତ ପିଲା ପରି ବ୍ୟବହାର କରୁଥିଲି। କିନ୍ତୁ ସେହି 12 ବର୍ଷର ଝିଅ ଏବେ 15 ବର୍ଷ ବୟସ ହୋଇଛି ଏବଂ ସେ ମୋର ସ୍ତ୍ରୀ ହୋଇ ମୋ ପାଇଁ ଆଜି ନୂଆ ବୋହୂଟିଏ ସାଜି ମୋ ରୁମ୍ରେ ମୋତେ ଅପେକ୍ଷା କରି ବସିଛି। ସେହି ରୁମ୍ରେ ଯାହା ମୁଁ ଏଠାକୁ ଆସିବା ପରେ ମୋର ଥିଲା ଆଉ ମୁଁ 3 ବର୍ଷ ହେଲାଣି ଯେ ରୁମ୍ରେ ରହୁଥିଲି। କିନ୍ତୁ ମୁଁ ମୋ ସ୍ୱପ୍ନରେ ସୁଦ୍ଧା କେବେ ଭାବିନଥିଲି ଯେ ମୋ ବିବାହ ମୋ ସମ୍ପର୍କୀୟ ମାଉସୀଙ୍କ 15 ବର୍ଷର ଝିଅ ସହିତ ହେବ ବୋଲି। ସିଏ ମୋ ରୁମ୍ ଭିତରେ ବସିଥିଲା ଆଉ ମୁଁ ବାହାରେ ଟିଭି ହଲ୍ର ସୋଫା ଉପରେ ବସିଥିଲି। ମାଉସୀ ବୋଧହୁଏ ତାଙ୍କ ରୁମ୍କୁ ଶୋଇବାକୁ ଯାଇସାରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା କିଛି ଅତିଥି ତାଙ୍କ ଘରକୁ ଫେରି ଯାଇଥିଲେ। କିନ୍ତୁ ମୁଁ ରୁମ୍ ଭିତରକୁ ଯିବି କି ନାହିଁ ଏହି ଦ୍ୱନ୍ଦ୍ୱରେ ଥିଲି। ମୁଁ ବହୁତ ଖରାପ ଅନୁଭବ କରୁଥିଲି ଯେ ମୁଁ ଜଣେ 15 ବର୍ଷର ଝିଅ ପାଖକୁ ଯାଇ ତାଙ୍କ ସହିତ ଏକ ସ୍ୱାମୀ ସ୍ତ୍ରୀ ସମ୍ପର୍କ ସ୍ଥାପନ କରିବି। ମୁଁ ଭାବିଲା ମାତ୍ରେ ହିଁ ଅଜବ ଅନୁଭବ କରୁଥିଲି। କେବେ ଭାବିନଥିଲି ଯେ ମୁଁ ସେହି ଛୋଟ ଝିଅ ପାଖକୁ ଯାଇ ତା ସହିତ ମୋର ଚତୁର୍ଥୀ ରାତି ପାଳନ କରିବି ବୋଲି, କାରଣ ସେ ଯେପରି ବି ଥିଲେ ସେ ବହୁତ କମ୍ ବୟସର ଏବଂ ଛୋଟ ଝିଅ ହିଁ ଥିଲେ। ମୁଁ କେବଳ ମୋ ମାଉସୀଙ୍କ କହିବା ଯୋଗୁଁ ଏହି ବିବାହ କରିଥିଲି। ହଁ, ଯଦି ତୃପ୍ତି ଟିକିଏ ବଡ଼ ହୋଇଥାନ୍ତେ, ସେ 15 ବଦଳରେ 18 କିମ୍ବା 20 ବର୍ଷ ହୋଇଥାନ୍ତେ, ତାହେଲେ ମୁଁ ଏହି ବିବାହରେ ଖୁସି ହୋଇଥାନ୍ତି। କାରଣ ସେ ବହୁତ ସୁନ୍ଦର ଝିଅ ଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ମୋର କୌଣସି ଆପତ୍ତି ନଥାନ୍ତା। ମୋର ଏକମାତ୍ର ଆପତ୍ତି ତୃପ୍ତିର ବୟସ ବହୁତ କମ୍ ଥିଲା। ଏହାଠୁ ଅଧିକ ମୋ ପାଇଁ କିଛି ବି ଗୁରୁତ୍ୱପୂର୍ଣ୍ଣ ନଥିଲା। କିନ୍ତୁ ମାଉସୀ ମୋତେ ଭାବପ୍ରବଣ ଭାବରେ ବ୍ଲାକମେଲ୍ କରିଥିଲେ, ଯାହାଦ୍ୱାରା ମୁଁ ମନା କରିପାରିଲି ନାହିଁ। ମୁଁ ତ ମାଉସୀଙ୍କୁ ଏକଥା ମଧ୍ୟ କହିଲି ଯେ ମୁଁ ଏବେ ତୃପ୍ତିଙ୍କୁ ବିବାହ କରିବି ଆଉ ଯେତେବେଳେ ସେ ବଡ଼ ହୋଇଯିବେ ସେତେବେଳେ ଆମେ ତୃପ୍ତିର ବିଦାୟ କରିବା। ସେ ପର୍ଯ୍ୟନ୍ତ ମୁଁ ଦୁବାଇରେ ମୋର ବନ୍ଧୁଙ୍କ ନିକଟକୁ ଯିବି ଆଉ ମୁଁ ସେଠି କିଛି କାମ କରିବି।
ମୁଁ ମଧ୍ୟ କିଛି ଟଙ୍କା ରୋଜଗାର କରିବି। ଏହାପରେ ତୁମେ ତାର ବିଦାୟ କଲେ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ମୋ ମାଉସୀ କହିଲେ ଯେ ମୁଁ ଆଜି ହିଁ ବିଦାୟ କରିବି। ମୁଁ ତାଙ୍କ କଥା କିଛି ବୁଝିପାରିଲି ନାହିଁ। ପ୍ରକୃତରେ ଆମେ ଦୁଇ ଜଣ ଗୋଟିଏ ଘରେ ରହୁଥିଲୁ। ଏହା ନୁହେଁ ଯେ ତୃପ୍ତିଙ୍କୁ ଗୋଟିଏ ଘରୁ ଅନ୍ୟ ଘରକୁ ବିଦାୟ ଦେବାକୁ ପଡ଼ୁଥିଲା। ବିଦାୟ ଦେବା ପୂର୍ବରୁ ମୁଁ ଯାହା କହିଥିଲି ତାହା ହେଲା ନାହିଁ। ଯେ ସ୍ୱାମୀ ସ୍ତ୍ରୀ ଯେପରି ସମ୍ପର୍କ ସ୍ଥାପନ କରନ୍ତି ସେମାନେ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖନ୍ତି, ଯାହା ଆମେ ଏବେ କରିବାନି। ଯେବେ ତୃପ୍ତି ବଡ଼ ହୋଇଯିବେ ସେବେ କରିବା, ମାନେ ଏବେଠୁ 4 ରୁ 5 ବର୍ଷ ପରେ। କାରଣ ଏତେ ଛୋଟ ଝିଅ ସହିତ ବିବାହ କରିବାର ନିୟମକାନୁନ ଜାଣିଥିଲି। କାରଣ ଇଏ ଭୁଲ ଥିଲା। ସେଥିପାଇଁ ମୋର ମାଉସୀ ଚୁପଚାପ ମୋର ବିବାହ କରିଥିଲେ। ନଚେତ୍ ଯଦି ପୋଲିସ ପାଖରେ ଏ ଖବର ପହଞ୍ଚିଥାନ୍ତା ତେବେ ପୋଲିସ ଆମ ଘରକୁ ଆସିଥାନ୍ତେ। କାରଣ ଏହି ପ୍ରସଙ୍ଗରେ ଆଇନ ବହୁତ କଠୋର ହୋଇଯାଇଛି। ଏହି ବିବାହ ଏବଂ ମୋର ଭବିଷ୍ୟତ ବିଷୟରେ ମୁଁ ବହୁତ ଭୟଭୀତ ହେଉଥିଲି। ଏହି ବିବାହ କାରଣରୁ ମୋ ଭବିଷ୍ୟତ ବି ଖରାପ ହୋଇପାରେ। ଯଦି କେହି ପୋଲିସ ପାଖରେ ନହେଲେ କୋର୍ଟରେ ଯାଇ ଅଭିଯୋଗ କରିଦିଏ ଯେ ମୁଁ ଜଣେ କମ୍ ବୟସର ଝିଅକୁ ବିବାହ କରିଛି, ତେବେ ମୋତେ ନିଶ୍ଚିତ କିଛି ନା କିଛି ଦଣ୍ଡ ମିଳିବ। ମୁଁ ଏହିସବୁ ବିଷୟରେ ହଲରେ ଥିବା ସୋଫାରେ ବସି ଭାବୁଥିଲି କି ମୋ ମାଉସୀ ରୁମ୍ର କବାଟ ଖୋଲି ବାହାରକୁ ଆସି ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ କହିଲେ ଯେ ତୁମେ ଏପର୍ଯ୍ୟନ୍ତ ତୁମ ସ୍ତ୍ରୀ ପାଖକୁ ଯାଇନାହଁ। ସେ ତୁମକୁ ଅପେକ୍ଷା କରି ବସିଛି। ମାଉସୀ ପାଟିରୁ ଏହା ଶୁଣିବା ପରେ ମୁଁ କାହିଁକି ଅଜବ ଅନୁଭବ କରୁଥିଲି ମୁଁ ଜାଣେନି। ମୁଁ ମୋ ମନରେ ଏ ପ୍ରଶ୍ନର ଉତ୍ତର ଚିନ୍ତା କରୁଥିଲି ଯେ ମାଉସୀଙ୍କୁ ମୁଁ କ'ଣ ଉତ୍ତର ଦେବି। ମୁଁ ତାଙ୍କୁ କ'ଣ କହିବି ଯେ ମୁଁ ମୋ ସ୍ତ୍ରୀ ପାଖକୁ ଯିବାକୁ ଚାହେଁ ନାହିଁ। ଏହା ଭାବି ମୁଁ ମୋର ମାଉସୀଙ୍କୁ ଚାହିଁ ପାରୁନଥିଲି। ଯଦି ସେ ପ୍ରକୃତରେ ସ୍ତ୍ରୀ ହେବାକୁ ସକ୍ଷମ ହୋଇଥାନ୍ତେ ତେବେ ତାଙ୍କ ପାଖକୁ ଯିବା ପାଇଁ ମୋର କୌଣସି ଆପତ୍ତି ନଥିଲା। କିନ୍ତୁ ସେ ଏକ ଛୋଟ 15 ବର୍ଷର ଝିଅ ଏବଂ ସେ ଏବେ କଣ୍ଢେଇ ସହିତ ଖେଳିବା ବୟସର ଥିଲେ। ମୁଁ କହିଲି ଯେ ମୋର ଦେହ ଏବେ ଭଲ ନାହିଁ। ତେଣୁ ମୋର ମାଉସୀ କହିଲେ ଯେ ତୁମର କୌଣସି ବାହାନା ଚଳିବ ନାହିଁ। ଆଉ ଏବେ ତୁମକୁ ତୁମ ସ୍ତ୍ରୀଙ୍କ ପାଖକୁ ଯିବାକୁ ପଡ଼ିବ। ମୁଁ ବହୁତ ଇଚ୍ଛା ସହିତ ମୋ ଝିଅର ବିବାହ କରିଛି। ବର୍ତ୍ତମାନ ତୁମେ ମୋ ଝିଅ ସହିତ ଏପରି ଦୁର୍ବ୍ୟବହାର କରିପାରିବ ନାହିଁ। ମୁଁ ମାଉସୀଙ୍କ କଥାରେ ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଯେ ଦୁର୍ବ୍ୟବହାର କଥା କେଉଁଠୁ ଆସିଲା। ମୁଁ କ'ଣ କହୁଛି ତା ବୁଝିବା ପରେ ମଧ୍ୟ ସେ ବୋଧହୁଏ ବୁଝିପାରିନଥିଲେ। ମୁଁ ସେଠାରୁ ଉଠି ତୃପ୍ତିଙ୍କ ପାଖକୁ ଯିବା ପାଇଁ ବାଧ୍ୟ ହେଲି। ଯେମିତି ମୁଁ ରୁମ୍ର କବାଟ ଖୋଲିଲି ତୃପ୍ତି ମୁଣ୍ଡ ନୁଆଇ ନୂଆ ବୋହୂ ପରି ପୁରା ସଜବାଜ ହୋଇ ବସିଥିଲେ। ମୁଁ ଜାଣେ ନାହିଁ କାହିଁକି ତୃପ୍ତିଙ୍କୁ ଦେଖି ବହୁତ ଦୁଃଖିତ ହେଲି। ସେ ଏକ ଛୋଟ ଝିଅଟିଏ। କେବଳ ମାଉସୀଙ୍କ ଜିଦ୍ ଯୋଗୁଁ ଆମେ ଦୁହେଁ ଏହି ଅନନ୍ୟ ସମ୍ପର୍କରେ ବାନ୍ଧି ହୋଇଗଲେ। ମୁଁ ସ୍ଥିର କରିଥିଲି ଯେ ମୁଁ ତାଙ୍କ ସହିତ କୌଣସି ଖରାପ କାମ କରିବିନି। ଯେ ପର୍ଯ୍ୟନ୍ତ ସେ 18 ବର୍ଷର ନ ହୋଇଛନ୍ତି ମୁଁ ତାଙ୍କ ସହିତ ସ୍ୱାମୀ ସ୍ତ୍ରୀଙ୍କ ଭଳିଆ ସମ୍ପର୍କ ସ୍ଥାପନ କରିବିନି। ମୁଁ ଯାଇ ତାଙ୍କ ପାଖରେ ଠିଆ ହେଲି କିନ୍ତୁ ବସି ନଥିଲି। ମୁଁ ତାଙ୍କ ସହ କିଛି କଥା ବି ହେଲିନି। ଆଉ ସେ ମୁଣ୍ଡ ନୁଆଇ ବସିଥିଲେ। ସେ ଏହି ସମୟରେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ମୁଁ ତାଙ୍କ ସୌନ୍ଦର୍ଯ୍ୟକୁ ଶବ୍ଦରେ ବର୍ଣ୍ଣନା କରିପାରିଲି ନାହିଁ। ତାଙ୍କୁ 15 ବର୍ଷ ବୟସ ହୋଇଥିଲା କିନ୍ତୁ ତାଙ୍କର ମେକଅପ୍ ଏପରି କରାଯାଇଥିଲା ଯେ ସେ ତାଙ୍କ ବୟସଠାରୁ ବଡ଼ ଦେଖାଯାଉଥିଲେ। କିନ୍ତୁ ମେକଅପ୍ ସହିତ କ'ଣ ହୁଏ? ସେ ସେତେ ବଡ଼ ନୁହନ୍ତି ନା ସେ ଛୋଟ ହିଁ ଥିଲେ। ଏବଂ ମୁଁ ତାଙ୍କ ସହିତ କିପରି ଶାରୀରିକ ସମ୍ପର୍କ ସ୍ଥାପନ କରିଥାନ୍ତି? ମୁଁ ଚୁପଚାପ ଗୋଟିଏ ତକିଆ ଉଠେଇ ନେଇ ପାଖରେ ଥିବା ସୋଫା ଉପରେ ଶୋଇବାକୁ ଲାଗିଲି। ତ ସିଏ ଆଶ୍ଚର୍ଯ୍ୟର ସହିତ ମୋତେ ଦେଖିଲେ। ତା ଟିକେ ସମୟ ପରେ ସେ କହିଲେ ତୁମେ ବେଡ୍ ଉପରେ ଶୋଇଯାଅ କାରଣ ସୋଫା ବହୁତ ଛୋଟ ଆଉ ତୁମେ ତ ବହୁତ ଭଲ ଲମ୍ବା ଅଛ। ତୁମକୁ ଶୋଇବାରେ ସେଠି ସମସ୍ୟା ହେବ। ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ସେ ଛୋଟ କିନ୍ତୁ ସେ ବୟସ୍କ ପରି କଥାବାର୍ତ୍ତା କରୁଥିଲେ। ମୁଁ ଭାବିଲି ସେ ମୋ ପାଖକୁ ଆସିବାରେ ନର୍ଭସ୍ ହୋଇଯିବେ। ସେଥିପାଇଁ ମୁଁ ସୋଫାରେ ଶୋଇବାକୁ ସ୍ଥିର କଲି। କିନ୍ତୁ ଯେତେବେଳେ ସେ ନିଜେ କହୁଥିଲେ ଯେ ତାଙ୍କର କୌଣସି ପ୍ରକାରର
ମୋ ପ୍ରତି ଭୟ ନାହିଁ, ସେତେବେଳେ ମୋର ମଧ୍ୟ ବିଶ୍ରାମ ନେବା ଦରକାର ଥିଲା। ମୁଁ ସକାଳ ପହରୁ ଏସବୁ ଯୋଗୁଁ ଥକି ଯାଇଥିଲି। ତେଣୁ ମୁଁ ତକିଆକୁ ନିଜ ସ୍ଥାନରେ ରଖିଲି ଆଉ ଶୋଇଗଲି। ମୋର ଆଖି ବନ୍ଦ ହୋଇଗଲା, କିନ୍ତୁ ମୋ ମନ ଜାଗ୍ରତ ଥିଲା। ମୁଁ ଅନୁଭବ କଲି ଯେ ତୃପ୍ତି ଏବେ ବି ବସିଛି। ସେ କ'ଣ ମୋତେ ଅପେକ୍ଷା କରି ବସିଛି? ମୁଁ ଆଖି ଖୋଲି ତା ଆଡ଼କୁ ଚାହିଁଲି। ସେ କେବଳ ମୋତେ ଦେଖୁଥିଲେ। ତାପରେ ମୁଁ ତାଙ୍କୁ କହିଲି, ସେ ଯାଇ ଏହି ଭାରି ଲୁଗା ବଦଳାଇ କିଛି ଆରାମଦାୟକ ଲୁଗା ପିନ୍ଧି ଶୋଇଯାଅ। ଆଉ ମୋତେ ମଧ୍ୟ ବହୁତ ଜୋରରେ ନିଦ ଲାଗିଲାଣି। କିନ୍ତୁ ମୁଁ ଜାଣେ ନାହିଁ କାହିଁକି ମୋ କଥା ଶୁଣିବା ପରେ ମୋତେ ଲାଗିଲା ସେ ନିରାଶ ହୋଇଯାଇଥିଲେ। କାହିଁକି ନା ମୋ କଥା ଶୁଣିବା ପରେ ସେ ଖୁସି ହୋଇଯିବା କଥା। ମୋ ଜାଣିବା ଅନୁସାରେ ସେ କୌଣସି ଶାରୀରିକ ସମ୍ପର୍କ ବିଷୟରେ ଜାଣିନଥିବେ, କାରଣ ସେ ଏତେ ଛୋଟ ଥିଲେ। ତା କିଛି ସମୟ ପରେ ସେ ଡ୍ରେସିଂ ରୁମ୍କୁ ଯାଇ ଲୁଗା ବଦଳାଇ ମୋ ପାଖରେ ଶୋଇଲେ। ତାପରେ ମୁଁ ଉଠିଲି ଏବଂ ଆଲୋକ ବନ୍ଦ କରିଦେଲି। କିନ୍ତୁ ଶୋଇବା ସମୟରେ ମୁଁ ଜାଣେ ନାହିଁ କାହିଁକି ସେ ଶୋଇବା ସମୟରେ ବାରମ୍ବାର ମୋ ପାଖକୁ ସେ ସରିକି ଆସୁଥିଲେ। ମୁଁ ତାଙ୍କୁ ବାରମ୍ବାର ଧୀରେ ଧୀରେ ତାଙ୍କ ସ୍ଥାନକୁ ଠେଲିଦେଲି, କିନ୍ତୁ ସେ ପୁଣି ସରକି ହୋଇ ମୋ ପାଖକୁ ଆସିଲେ। ବୋଧହୁଏ ସେ ବହୁତ ନିଦରେ ଶୋଇଥିଲେ, କିମ୍ବା ସେ ଗଭୀର ନିଦରେ ଶୋଇବା ବେଳେ ତାଙ୍କର ଅଭ୍ୟାସ ଅଛି ବୋଧେ ଏପଟ ସେପଟ କୋଡ଼ ବଦଳାଇବା। ସେ ତ ନିଦରେ ଏମିତି କରୁଥିଲେ, କିନ୍ତୁ ମୁଁ ଜାଗ୍ରତ ଥିଲି। କେବଳ ମୁଁ ଜାଗ୍ରତ ନୁହେଁ, ତାଙ୍କର ଏହି କାର୍ଯ୍ୟ ମଧ୍ୟ ମୋର ଭାବନାକୁ ଜାଗ୍ରତ କରୁଥିଲା। ଥରେ ତ ସେ ମୋ ଅତି ନିକଟତର ହୋଇଗଲେ ଯେ ମୋର ହୃଦୟ ସ୍ପନ୍ଦନର ମଧ୍ୟ ସ୍ୱର ଶୁଣାଗଲା। ମୋର ନିଶ୍ୱାସ ପ୍ରଖର ହୋଇଗଲା। ମୋ ସାମ୍ନାରେ ଜଣେ ଝିଅ ଥିଲା, ଆଉ ସେ ମୋର ପତ୍ନୀ ମଧ୍ୟ ଥିଲେ ଏବଂ ମୋର ତାଙ୍କ ଉପରେ ସମ୍ପୂର୍ଣ୍ଣ ଅଧିକାର ଥିଲା। ଯଦି ମୁଁ ଚାହିଁଥାନ୍ତି ତ ମୁଁ ତାଙ୍କଠାରୁ ମୋର ଅଧିକାର ବସୁଲ କରିପାରିଥାନ୍ତି। କିନ୍ତୁ ମୋର ବିବେକ ଏତେ ଛୋଟ ଝିଅ ସହିତ ଏପରି କିଛି ସମ୍ପର୍କ ରଖିବା ପାଇଁ ଅନୁମତି ଦେଉନଥିଲା ଏବଂ ଏହା ଏକ ଆଇନଗତ ଅପରାଧ ଅଟେ। କାଲି ଯଦି ଏହି ବିବାହର ଖବର ଜଣାପଡ଼ିଯିବ, ତ ତୃପ୍ତିର ଡାକ୍ତରୀ ଯାଞ୍ଚ କରାଯିବା ପରେ ମୋତେ ନିଶ୍ଚିତ ଭାବରେ କିଛି ଦଣ୍ଡର ସାମ୍ନା କରିବାକୁ ପଡ଼ିବ, କାରଣ ଏହା ପ୍ରମାଣ କରିବ ଯେ ଅବଶ୍ୟ ମୁଁ କେବଳ ତାଙ୍କୁ ବିବାହ କରିନାହିଁ, ବରଂ ତାଙ୍କ ସହିତ ସ୍ୱାମୀ ସ୍ତ୍ରୀ ବାଲା ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲି। ଆଉ ମୁଁ ଠିକ୍ ଚିନ୍ତା କରୁଥିଲି। ତେଣୁ ମୁଁ ଭାବିଲି ଯେ ମୋର ତାଙ୍କଠାରୁ ଦୂରେଇ ରହିବାଟା ଭଲ ହେବ। ତେଣୁ ମୁଁ ତୃପ୍ତିଙ୍କୁ ମୋ ଠାରୁ ଅଲଗା କରି ଅନ୍ୟ ପାର୍ଶ୍ୱକୁ ବୁଲିକି ଶୋଇଲି। ମୁଁ ରାତିସାରା ଅସ୍ଥିର ରହିଲି। ସେଥିପାଇଁ ସକାଳ ଯେତେବେଳେ ମୁଁ ଆଖି ଖୋଲିଲି, ବହୁତ ଡେରିରେ ଖୋଲିଲି, ଆଉ ମୁଁ ଦେଖିଲି ଯେ ତୃପ୍ତି ଏବେ ବି ଶୋଇଛି। ମୁଁ ଆରାମରେ ଠିଆ ହୋଇ ଘରୁ ବାହାରିଲି, ଆଉ ଦିନସାରା ଅସ୍ଥିର ରହିଲି। ମୁଁ ଚାକିରି ଖୋଜୁଥିଲି, ଆଉ ମୁଁ ଚାହୁଁଥିଲି ମୋତେ ଚାକିରି ଶୀଘ୍ର ମିଳିଯାଉ। କିନ୍ତୁ ମୁଁ ତୃପ୍ତି ବିଷୟରେ ବହୁତ ଅସନ୍ତୋଷ ଅନୁଭବ କରୁଥିଲି। ମୁଁ କିପରି ତାଙ୍କ ସହିତ ଗୋଟିଏ ରୁମ୍ରେ ଏତେ ବର୍ଷ ବିତାଇ ପାରିବି? ମୁଁ ଭାବିଲି ଯେ ମୁଁ ତାଙ୍କ 18 ବର୍ଷ ବୟସ ହେବା ପର୍ଯ୍ୟନ୍ତ ଆମ ରୁମ୍କୁ ଅଲଗା କରିବା ପାଇଁ ତୃପ୍ତିଙ୍କ ମାଆଙ୍କୁ କହିବି। ତୃପ୍ତି ଏକ ଲମ୍ବା ଝିଅ ଏବଂ ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ। ତାଙ୍କ ଦେହ ମଧ୍ୟ ବହୁତ ଭରା ଭରା ଆଉ ଗୁଲଗାଲିଆ ଥିଲା। ସେ 15 ବର୍ଷର ଝିଅ ପରି ଜମା ବି ଦେଖାଯାଉନଥିଲେ। ସେ 16ରୁ 17 ବର୍ଷର ଝିଅ ପରି ଦେଖାଯାଉଥିଲେ। ସେ ଏତେ ସୁନ୍ଦର ଥିଲେ ଯେ ସେ ଗୋଟିଏ କଣ୍ଢେଇ ପରି ଦେଖାଯାଉଥିଲେ, କିନ୍ତୁ ମୁଁ ତାଙ୍କୁ ସବୁବେଳେ ପିଲାଙ୍କ ପରି ବ୍ୟବହାର କରୁଥିଲି। ମୁଁ ତୃପ୍ତିଙ୍କ ସହିତ ଅଧିକ କଥାବାର୍ତ୍ତା କରିନଥିଲି। ମୁଁ ଏହି ଘରେ 3 ବର୍ଷ ଧରି ରହୁଥିଲି। ଯେପରି ମୁଁ ଏହି ଘରେ ନଥିଲି। ମୁଁ ପ୍ରାୟ ଦିନସାରା ଘରୁ ବାହାରେ ରହୁଥିଲି। ମୁଁ ଖାଇବାକୁ ଆଉ ଶୋଇବାକୁ ଘରକୁ ଆସୁଥିଲି। ଆଉ ମାଉସୀ କେତେବେଳେ କୌଣସି କାମ କହୁଥିଲେ ତ ମୁଁ ତାଙ୍କ ସଉଦା ଇତ୍ୟାଦି କିଣିକି ଘରକୁ ନେଉଥିଲି। ଆଉ ଲାଇଟ୍ ବିଲ୍ ଭରିବା, ଗ୍ୟାସ୍ ଭରିବା ପାଇଁ ଯିବା ଆଦି ଛୋଟ ଛୋଟ କାମ ମାଉସୀ ମୋତେ ଡାକନ୍ତି ଏବଂ ମୁଁ ସେହି ସମୟରେ ଘରକୁ ଆସୁଥିଲି। ମୁଁ ସେହି ପୁଅମାନଙ୍କ ମଧ୍ୟରୁ ଜଣେ ନୁହେଁ, ଯେଉଁମାନେ ବିନା କାରଣରେ ଘରେ ବସିଥାନ୍ତି। ମୁଁ ଚାକିରି ସନ୍ଧାନରେ ଘରୁ ବାହାରକୁ ଯାଉଥିଲି। ମୁଁ ଚାକିରି ପାଇଲି ନାହିଁ, କିନ୍ତୁ ସେଠାରେ
କିଛି ନା କିଛି ମୁଁ କାମ କରୁଥିଲି, ଯାହାଦ୍ୱାରା ମୁଁ କିଛି ଟଙ୍କା ରୋଜଗାର କରିପାରିବି। ମୁଁ ମୋ ମାଉସୀ ଘରେ ବହୁତ ଆରାମଦାୟକ ଜୀବନ ବିତାଉଥିଲି। ଯେତେବେଳେ ଦିନେ ମାଉସୀ ଏତେ ଜିଦଖୋର ହୋଇଗଲେ ଯେ ମୁଁ ଭାବିପାରିଲି ନାହିଁ। ମାଉସୀଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ହୋଇଗଲା। ତେଣୁ ସେ ମୋତେ ଡାକି କହିଲେ, ମୋ ଜୀବନର କୌଣସି ଭରସା ନାହିଁ। ମୁଁ ଚାହୁଁଛି ତୁମେ ମୋ ଝିଅକୁ ବିବାହ କର। ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି, କାରଣ ତାଙ୍କ ଝିଅ ତୃପ୍ତିକୁ ମାତ୍ର 15 ବର୍ଷ ହୋଇଥିଲା ଏବଂ ମୁଁ କେମିତି ଏକ ଛୋଟ ଝିଅକୁ ବିବାହ କରିପାରିବି? ଆଉ ଏହି ସମୟରେ ମୋର 26 ବର୍ଷ ହୋଇଥିଲା ଏବଂ ସେ ମୋ ଠାରୁ 11 ବର୍ଷ ସାନ ଥିଲେ। କିନ୍ତୁ ମୋର ମାଉସୀ ୟାକୁ ଏକ ବଡ଼ ସମସ୍ୟା କରି କାନ୍ଦିବାକୁ ଲାଗିଲେ। ସେ ମୋତେ ଦୀର୍ଘ ସମୟ ଧରି ଭାବପ୍ରବଣ ଭାବରେ ବ୍ଲାକମେଲ୍ କରି ଚାଲିଥିଲେ। ମନା କରିବା ସତ୍ତ୍ୱେ ମୁଁ ଖରାପ ଅନୁଭବ କରୁଥିଲି, କାରଣ ମୁଁ ତାଙ୍କ ସହିତ 3 ବର୍ଷ ରହିଥିଲି। ଆଉ ଏହି ଘରେ ମୁଁ ଖାଉଥିଲି ଏବଂ ପିଉଥିଲି ଏବଂ ମୋ ପାଖରେ ରହିବାକୁ ଏକ ଛାତ ଥିଲା। ଏଠାରେ କୌଣସି ପ୍ରକାରର ଅସୁବିଧା ନଥିଲା। ମାଉସୀ ବ୍ୟତୀତ ମୋର ମାମୁଁ ଘର ମଧ୍ୟ ଥିଲା ଏବଂ ସେଠାରେ ଦିନରାତି ମୋତେ ଅପମାନିତ କରାଯାଉଥିଲା ଏବଂ ମୋତେ ଏକ ମୂଲ୍ୟହୀନ ବ୍ୟକ୍ତି ବୋଲି କହି ମୋର ହୃଦୟକୁ ସବୁବେଳେ ଜାଳି ଦିଆଯାଉଥିଲା। ଅପରପକ୍ଷେ ମୁଁ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରୁଥିଲି। ମୁଁ କିଛି ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲି ଏବଂ ମୋର ବ୍ୟବସାୟ ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ପାଇଛି ସେ ପର୍ଯ୍ୟନ୍ତ ମୁଁ ମୋ ମାଉସୀ ଘରେ ରହିବି ଏବଂ ମୁଁ କିଛି ଅନଲାଇନ୍ କାମରୁ ଏବଂ କୋଚିଂରୁ ରୋଜଗାର କରୁଥିବା ଟଙ୍କାକୁ ମୁଁ ଜମା କରି ରଖୁଥିଲି, ଯାହାଫଳରେ ମୁଁ ଅଧିକ ଟଙ୍କା ସଞ୍ଚୟ କରିପାରିବି। ଆଉ ଯଦି ସମ୍ଭବ ହେବ ମୁଁ ମୋର ନିଜ ବ୍ୟବସାୟ ଆରମ୍ଭ କରିପାରିବି ଏବଂ ତାପରେ ମୋର ଏକ ଛୋଟ ଘର କିଣିପାରିବି, ନଚେତ୍ ମୁଁ ଏକ ଭଡ଼ା ଘର ନେଇପାରିବି ଆଉ ମୋର ନିଜ ଜୀବନ ବିତାଇବାର ବ୍ୟବସ୍ଥା ନିଜେ କରିପାରିବି। କିନ୍ତୁ ମୁଁ ଏତେ ଶୀଘ୍ର ଖର୍ଚ୍ଚ କରିପାରିବି ନାହିଁ। ଆଉ ମୁଁ ଖାଦ୍ୟ ଏବଂ ପାନୀୟର ଖର୍ଚ୍ଚ ପାଇଁ ମୁଁ ରୋଜଗାର କରୁଥିଲି, କିନ୍ତୁ ମୁଁ ସେଭଳି ଜିନିଷରେ ମଧ୍ୟ ଖର୍ଚ୍ଚ କରୁନଥିଲି ଆଉ ତାକୁ ମଧ୍ୟ ମୁଁ ମୋ ପାଖରେ ଜମା କରି ରଖୁଥିଲି। ମୋର ଖାଇବା ପିଇବା ବି ମାଉସୀଙ୍କ ଉପରେ ଥିଲା। ମୋର ମାଉସୀ ଯିଏ ମୋତେ ସାହାରା ଦେଲେ, ମୋତେ କେବେ ବି ଅଦରକାରୀ ବୋଲି କହି ଥଟ୍ଟା କରନ୍ତି ନାହିଁ ଏବଂ ମୋ ହୃଦୟକୁ ଆଘାତ ନ କରି ତାଙ୍କ ସହିତ ରଖିଲେ। ମୁଁ ମାମୁଁ ଘରେ ଖାଦ୍ୟ ପାଉଥିଲି, କିନ୍ତୁ ଏହି ଖାଦ୍ୟ ଖାଇବା ପାଇଁ ମୋତେ ଶହ ଶହ କଥା ଶୁଣିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ମାଉସୀ ମୋ ସାମ୍ନାରେ ଏପରି କଥା କହିଲେ ଯେ ଯାହା ମୁଁ ଗ୍ରହଣ କରିବାକୁ ସକ୍ଷମ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ସକ୍ଷମ ନଥିଲି। ମାଉସୀ ମୋତେ ଏତେ ଦୟା କରିଥିଲେ ଯେ ମୁଁ ତାଙ୍କ କଥାକୁ ପ୍ରତ୍ୟାଖ୍ୟାନ କରିପାରିଲି ନାହିଁ। କିନ୍ତୁ ଏହି ବିଷୟ ଏତେ ସୂକ୍ଷ୍ମ ଥିଲା ଯେ ମୁଁ ହଁ ମଧ୍ୟ କହିପାରୁନଥିଲି। ଯଦି ମୁଁ ମନା କରିଥାନ୍ତି ତେବେ ନିଶ୍ଚିତ ଭାବରେ ମାଉସୀଙ୍କର ହୃଦୟ ଭାଙ୍ଗି ଯାଇଥାନ୍ତା। ସେ ଏବେ ଏତେ ଗୁରୁତର ଅସୁସ୍ଥତାରୁ ସୁସ୍ଥ ହୋଇଛନ୍ତି। ତାଙ୍କ ହୃଦୟରେ ଏକ ସମସ୍ୟା ଥିଲା, ଯେଉଁଥିପାଇଁ ଡାକ୍ତର ତାଙ୍କୁ କୌଣସି ଆଘାତ ଦେବାକୁ ବାରଣ କରିଥିଲେ ଏବଂ ମୁଁ ତାଙ୍କୁ କୌଣସି ବି ଆଘାତ ଦେବାକୁ ଚାହୁଁନଥିଲି। ଯଦି ମୋ ହେତୁ ମୋ ମାଉସୀ ସହିତ କିଛି ଘଟିଥାନ୍ତା, ମୁଁ ସାରା ଜୀବନ ନିଜକୁ କ୍ଷମା କରିପାରିନଥାନ୍ତି। ଦ୍ୱିତୀୟରେ ମୋ ମାଉସୀ ଏହି କାରଣ ଦ୍ୱାରା ତାଙ୍କ ହୃଦୟରେ ଆଘାତ ପାଇଥାନ୍ତେ ଆଉ ମୋତେ ଏହି ଘରୁ ବାହାର କରିଦେଇଥାନ୍ତେ କିମ୍ବା ବୋଧହୁଏ ସେ ମୋତେ ନିଜ ଘରେ ରଖିଥାନ୍ତେ, କିନ୍ତୁ ମୁଁ ତାଙ୍କ ଆଖିରେ ସାମ୍ନା କରିପାରିନଥାନ୍ତି। ବହୁତ ଚିନ୍ତା କରିବା ପରେ ମୁଁ ତାଙ୍କ ଝିଅକୁ ବିବାହ କରିବାକୁ ରାଜି ହେଲି, କିନ୍ତୁ ମୋର ସର୍ତ୍ତ ଥିଲା ଯେ ଆମେ ବିଦାୟୀ 5 ବର୍ଷ ପରେ କରିବା ଉଚିତ। କିନ୍ତୁ ମୋ ମାଉସୀଙ୍କ କଥା ଶୁଣିବା ପରେ ମୁଁ ବହୁତ ଦୁଃଖ ଅନୁଭବ କଲି। ଯେତେବେଳେ ସେ କହିଲେ ଯେ ତା ବିଦାୟ ମଧ୍ୟ ଏବେ ହିଁ ଦେବାକୁ ପଡ଼ିବ, ମୁଁ କହିଲି ଯେ କୌଣସି ଅସୁବିଧା ନାହିଁ, ଯାହା ଶୀଘ୍ର ବିଦାୟ ନେବାକୁ ହେବ। ମୁଁ କୌଣସି ସ୍ଥାନକୁ ପଳାୟନ କରୁନାହିଁ ଏବଂ ଈଶ୍ୱରଙ୍କ ଅନୁଗ୍ରହରେ ତୁମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅଛ ଆଉ ତୁମକୁ କିଛି ବି ହେବ ନାହିଁ। ତାପରେ ମାଉସୀ କହିଲେ ଯେ ଏହାର କୌଣସି ଆଶା ନାହିଁ ଯେ ଆସନ୍ତାକାଲି ତୁମେ ଅନ୍ୟ କେହି ଝିଅକୁ ପସନ୍ଦ ନ କରିବ ବୋଲି ଏବଂ ତୁମେ ମୋ ଝିଅକୁ ଛାଡ଼ି ଅନ୍ୟ ଝିଅର ପଛେ ପଛେ ଯିବ, କାରଣ
ବର୍ତ୍ତମାନ ତୁମେ ମଧ୍ୟ ଏକ ଗରମ ରକ୍ତ ଅଛ। କୌଣସି ଝିଅ ତୁମକୁ ତା ପ୍ରେମର ଜାଲରେ ଫସାଇ ପାରିବ ଏବଂ ତାପରେ ମୋ ଝିଅର ଜୀବନ ନଷ୍ଟ ହୋଇଯିବ। ତୁମେ ଭାବିବ ଯେ ଏଟା କେବଳ ଗୋଟିଏ ବିବାହ ହିଁ ଅଟେ। ତୁମ ମଧ୍ୟରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନାହିଁ ଏବଂ ପିଲାମାନଙ୍କର ବନ୍ଧନ ନାହିଁ ଯାହା ତୁମକୁ ଏକତ୍ର ବାନ୍ଧି ରଖିବ। ତେଣୁ ଏହି ସମ୍ପର୍କକୁ ସମାପ୍ତ କରିବା ତୁମ ପାଇଁ ସହଜ ହେବ। ତେଣୁ ମୁଁ ମୋ ଝିଅକୁ ବିଦାୟ ଦେବାକୁ ଚାହୁଁଛି ଏବଂ ତୁମେ ଦୁହେଁ ସ୍ୱାମୀ ସ୍ତ୍ରୀ ପରି ଜୀବନଯାପନ ଆରମ୍ଭ କର। ମାଉସୀ ତ ମୋ ଚାରିପାଖର ରାସ୍ତାକୁ ତାଙ୍କ ଶବ୍ଦରେ ବନ୍ଦ କରିଦେଇଥିଲେ। ବାସ୍ତବରେ ଯଦି ମୁଁ କହିବି ଯେ ତାଙ୍କ ଭୟ ବି ଠିକ୍ ଥିଲା। ପ୍ରତ୍ୟେକ ମା ଭୟ କରନ୍ତି ଯେ ତାଙ୍କ ଝିଅର ଭବିଷ୍ୟତ କ'ଣ ହେବ ଏବଂ ତୃପ୍ତି ଛୋଟ ଥିଲେ। ଆଉ ଏହା ସମ୍ଭବ ଯେ ମୁଁ ଅନ୍ୟ କାହାକୁ ଭଲ ପାଇ ଅନ୍ୟ କାହାକୁ ବିବାହ କରିପାରେ, କାରଣ ମୋତେ ପ୍ରତିଦିନ କାମ କରିବାକୁ ବାହାରକୁ ଯିବାକୁ ପଡ଼ୁଥିଲା। ଆଉ ମୋତେ ଅନଲାଇନରେ ଝିଅମାନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡ଼ୁଥିଲା। ମୋର ବହୁତ ଛାତ୍ର ଝିଅ ଥିଲେ ଯାହାଙ୍କ ସହ ମୁଁ ଭଲ ବନ୍ଧୁ ଥିଲି। ସମ୍ଭବତଃ ସେମାନଙ୍କ ମଧ୍ୟରୁ ଜଣେ ମୋତେ ପସନ୍ଦ କରିପାରନ୍ତି ଏବଂ ମୋର ମନ ବଦଳିପାରେ। ବହୁତ ଭାବିବା ପରେ ମୁଁ ବିବାହ କରିବାକୁ ରାଜି ହେଲି ଆଉ ବିଦାୟ ପାଇଁ ବି ପ୍ରସ୍ତୁତ ଥିଲି, କାରଣ ମୋ ପାଖରେ ବର୍ତ୍ତମାନ ରହିବାକୁ ସ୍ଥାନ ନଥିଲା। ମୁଁ ସଞ୍ଚୟ କରିଥିବା ଟଙ୍କା ଘର କିଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ ଏବଂ ଯଦିଓ ମୁଁ ଘର କିଣିପାରିବି, ଯଦି ମୁଁ ଘର ନେଇଥାନ୍ତି ତେବେ ଖାଦ୍ୟ ଏବଂ ପାନୀୟ ଏବଂ ସମସ୍ତ ଜିନିଷ କେଉଁଠୁ ଆସିବ? ସବୁ ଜିନିଷକୁ ଧ୍ୟାନରେ ରଖି ମୁଁ ତୃପ୍ତିଙ୍କୁ ବିବାହ କରିବା ସର୍ବୋତ୍ତମ ବୋଲି ଭାବିଲି ଏବଂ ଏହାକୁ ମୋର ଭାଗ୍ୟ ବୋଲି ଭାବିଲି। ମୁଁ ଭାବିଲି ମୁଁ କେବଳ କିଛି ବର୍ଷ ଅପେକ୍ଷା କରିବି ଏବଂ ସେ ଯେବେ ବଡ଼ ହୋଇଯିବେ କେବଳ ତାପରେ ମୁଁ ତାଙ୍କ ସହ ସମ୍ପର୍କ ରଖିବି। ତାପରେ ସବୁ ଠିକ୍ ହେବ। ତୃପ୍ତିଙ୍କ ସହିତ ମୋ ଜୀବନ ଭଲରେ ଚାଲିବ। କିମ୍ବା ଏହା ମଧ୍ୟ ସମ୍ଭବ ଯେ ବଡ଼ ହେବା ପରେ ତୃପ୍ତି ତାଙ୍କ ମନ ପରିବର୍ତ୍ତନ କରିବେ ଏବଂ ସେ ନିଜେ ମୋତେ ବିବାହ କରିବାକୁ ମନା କରିବେ, କାରଣ ମୁଁ ତାଙ୍କଠୁ 11 ବର୍ଷ ବଡ଼ ଥିଲି। ଯଦି ସେ ଏମିତି କରିଥାନ୍ତେ ତାହା ମୋ ପାଇଁ ଅତି ସହଜ ହୋଇଥାନ୍ତା ଏବଂ ମୋର ପଥ ସଫା ହୋଇଥାନ୍ତା। କିନ୍ତୁ ତୃପ୍ତିଙ୍କ କାର୍ଯ୍ୟ ମୋତେ ଅନ୍ୟ କିଛି କହୁଥିଲା। ସେ ସେତିକି ଛୋଟ ନଥିଲେ ଯେତିକି ମୁଁ ତାଙ୍କୁ ଭାବୁଥିଲି। ମୁଁ ଅନୁଭବ କରିଥିଲି ଯେ ସେ ବାହାନା କରି ମୋ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ବୋଧହୁଏ ମାଉସୀଙ୍କ ଶିକ୍ଷା ହେତୁ ସେ ତୃପ୍ତିଙ୍କୁ ବୁଝାଉଥିବେ ଯେ କୌଣସି ପ୍ରକାରେ ସେ ମୋ ସହ ସ୍ୱାମୀ ସ୍ତ୍ରୀ ସମ୍ପର୍କ ସ୍ଥାପନ କରିବା ଉଚିତ, ଯାହାଦ୍ୱାରା ଶୀଘ୍ର ତୃପ୍ତି ଗର୍ଭଧାରଣ କରିବେ ଏବଂ ଆମେ ଦୁହେଁ ଏକ ଦୃଢ଼ ବନ୍ଧନରେ ବାନ୍ଧି ହୋଇପାରିବା। ମୁଁ ମାଉସୀଙ୍କ ଚିନ୍ତାଧାରାକୁ ନେଇ ଅସନ୍ତୋଷ ଅନୁଭବ କରୁଥିଲି ଯେ ସେ ତାଙ୍କ ଝିଅର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ନଥିଲେ। ସେ କେବଳ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଥିଲେ। ମୁଁ କୁଆଡ଼େ ପଳାଇ ଯାଉନଥିଲି, କିନ୍ତୁ କିଛି ସମୟ ପରେ ମୁଁ ଭାବିବା ଭୁଲ ହେଲା। ମାଉସୀଙ୍କ ଶିକ୍ଷା ଅନୁଯାୟୀ ମୁଁ ଅନୁଭବ କଲି ଯେ ତୃପ୍ତି ନିଜେ ଏହିପରି ପ୍ରକାରର ଯେ ତାଙ୍କ ମନ ସମୟ ପୂର୍ବରୁ ବଡ଼ ହୋଇଯାଇଛି ଏବଂ ସେ ସବୁବେଳେ ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି ଏବଂ ଏପରି ଜିନିଷ ଦେଖିବା ପରେ ବୋଧହୁଏ ସେ ଏହି ସମ୍ପର୍କ ବିଷୟରେ ସବୁ କିଛି ଜାଣିଥିଲେ ଏବଂ ତାଙ୍କ ଭାବନା ବଢ଼ିଯାଇଥିଲା ଏବଂ ମୁଁ ତାଙ୍କ ସ୍ୱାମୀ ଥିଲି। ତେଣୁ ସେ ଭାବୁଥିଲେ ଯେ ମୁଁ ଯଥାଶୀଘ୍ର ତାଙ୍କ ଅତି ନିକଟତର ହେବା ଉଚିତ। ଏହି ବୟସରେ ଶାରୀରିକ ହରମୋନାଲ ଝିଅମାନଙ୍କର ପରିବର୍ତ୍ତନ ଆରମ୍ଭ ହୁଏ ଏବଂ ସେମାନଙ୍କର ଏକ ପୁଅର ଅତି ନିକଟତର ହେବାକୁ ସେମାନଙ୍କର ପ୍ରବଳ ଇଚ୍ଛା ଥାଏ। ଏହି ବୟସ ଝିଅମାନଙ୍କ ପାଇଁ ଅତି ସୂକ୍ଷ୍ମ ବୟସ ଅଟେ। କୁହାଯାଏ ଯେ ଏହି ବୟସରେ ଝିଅମାନେ ସେମାନଙ୍କ ପିତାମାତାଙ୍କର ବହୁତ ଯତ୍ନ ଆବଶ୍ୟକ କରନ୍ତି। ଏପରି ପରିସ୍ଥିତିରେ ଯଦି ତାଙ୍କୁ ଧ୍ୟାନ ଦିଆଯାଏ ନାହିଁ ତାହେଲେ ସେ ନିଜ ପଥରୁ ବିଚ୍ୟୁତ ହୁଅନ୍ତି ଏବଂ ତୃପ୍ତି ମଧ୍ୟ ସେହି ସମାନ ବୟସ ଦେଇ ଗତି କରୁଥିଲେ। ତାଙ୍କ ଭିତରେ ବଦଳୁଥିବା ହରମୋନ ତାଙ୍କୁ ଅସୁବିଧାରେ ପକାଉଥିଲା। ମୁଁ ତାଙ୍କର ସ୍ୱାମୀ ଥିଲି। ବୋଧହୁଏ ସେଇଥିପାଇଁ ତୃପ୍ତିଙ୍କର ଇଚ୍ଛା ଥିଲା ଯେ ମୁଁ ତାଙ୍କ ଅତି ନିକଟତର ହେବି। ତେଣୁ ସେ ମୋ ପାଖକୁ ଆସିବା ମାତ୍ରେ ତାଙ୍କ ଡ୍ରେସ୍ ଉପରେ ଓଢ଼ଣି ପକାଉନଥିଲେ। ଆଉ ମୁଁ ଯେମିତି ମୁଁ ମୋ ନିଜ ଉପରୁ ନିୟନ୍ତ୍ରଣ ହରାଇବା ଆରମ୍ଭ କରିବି, ସେଇଥିପାଇଁ ସେ ଭଲ ଆଉ
ନେଟ୍ର ନାଇଟି ପିନ୍ଧି ମୋତେ ତାଙ୍କ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଥିଲେ ଆଉ ତାଙ୍କ ସହ ସମାନ ଶଯ୍ୟାରେ ଶୋଇଲା ବେଳେ ସେ ମୋର ଅତି ନିକଟତର ହେଉଥିଲେ, ଯାହାଦ୍ୱାରା ମୁଁ ବେଳେବେଳେ ମୋ ନିୟନ୍ତ୍ରଣ ମଧ୍ୟ ହରାଉଥିଲି। ସେ କେବଳ 10ମ ଶ୍ରେଣୀରେ ପଢ଼ୁଥିଲେ ଏବଂ ଯେତେବେଳେ ମୁଁ ତାଙ୍କୁ ସ୍କୁଲକୁ ଛାଡ଼ିବା ପାଇଁ ଯିବି ସେ ମୋ ବାଇକ୍ରେ ମୋ ପାଖରେ ଲାଗିକି ବସିବାକୁ ଚେଷ୍ଟା କରନ୍ତି ଏବଂ ମୁଁ ତାଙ୍କୁ ପଛକୁ ବସିବାକୁ କହିଲେ ସେ କିଛି ସମୟ ପାଇଁ ପଛକୁ ହେବେ ଏବଂ ତାପରେ ପୁନର୍ବାର ମୋ ପାଖକୁ ଆସି ଲାଗିକି ବସିବେ। ଆଉ ସେତେବେଳେ ମୋ ହୃଦୟରେ ଝଡ଼ ସୃଷ୍ଟି ହୋଇଯାଉଥିଲା, କିନ୍ତୁ ମୁଁ ନିଜେ ନିଜକୁ ନିୟନ୍ତ୍ରଣ କରୁଥିଲି। ମୁଁ ତାଙ୍କ ବ୍ୟବହାର ଉପରେ କ୍ରୋଧିତ ହେଉଥିଲି। ଆଇନଗତ ଭାବରେ ମୁଁ ଟିକିଏ ଭୟଭୀତ ହେବାକୁ ଲାଗିଲି। ମୁଁ ଭୟ କରୁଥିଲି ଯେ ମୁଁ ଧରା ପଡ଼ିପାରେ। ଏହା ଏକ ଆଇନଗତ ଅପରାଧ ଏବଂ ଯଦି କେହି ମୋ ବିଷୟରେ ଗପସପ କରନ୍ତି ତେବେ ମୁଁ ଜେଲ୍ ମଧ୍ୟ ଯାଇପାରେ। କିଛି ଦିନ ଧରି ମୁଁ ଦେଖିଲି ଯେ ତୃପ୍ତିଙ୍କ ମାନସିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ସେ ହତାଶ ଅନୁଭବ କରୁଥିଲେ କାରଣ ମୁଁ ତାଙ୍କ ନିକଟତର ହେଉନଥିଲି, କିନ୍ତୁ ଦିନେ ମୋର ସହନଶୀଳତାର ସୀମା ତା ସୀମାରେ ପହଞ୍ଚିଲା ଯେତେବେଳେ ସେ ମୋ ପାଖକୁ ଆସିବାକୁ ଚେଷ୍ଟା କଲେ। ବୋଧହୁଏ ସେ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଏବଂ ସେ ମୋତେ ଆଲିଙ୍ଗନ କରିବାକୁ ଲାଗିଲେ ଆଉ ସେ ମୋ ଦେହ ସାରା ଚୁମ୍ବନ ଦେଇ ଚାଲିଲେ। ସେତେବେଳେ ସତେ ଯେପରି ମୋ ଦେହରେ ନିଆଁ ଲାଗିଯାଉଥିଲା, କିନ୍ତୁ ତୃପ୍ତିଙ୍କ ଏହି କାର୍ଯ୍ୟକୁ ମୁଁ ଆଦୌ ପସନ୍ଦ କରିନଥିଲି। କ୍ରୋଧ ହେତୁ ମୋର ଅବସ୍ଥା ଭଲ ନଥିଲା ଏବଂ ଏହି କ୍ରୋଧରେ ମୁଁ ତାଙ୍କୁ ଧକ୍କା ଦେଇଦେଲି ଏବଂ ସେ କାନ୍ଦିବାକୁ ଲାଗିଲେ। ସେ କହିଲେ, ମୁଁ ତୁମର ପତ୍ନୀ, ତୁମେ ମୋ ଠାରୁ କାହିଁକି ଦୂରେଇ ରୁହ? ମୁଁ ତାଙ୍କୁ କହିଲି, ପ୍ରଥମେ ତୁମେ ତୁମ ବୟସକୁ ଦେଖ ଏବଂ ତାପରେ ଏପରି କଥାବାର୍ତ୍ତା କରିବ। କ୍ରୋଧ ହେତୁ ମୁଁ ଖରାପ ଅବସ୍ଥାରେ ଥିଲି। ମୁଁ ତାଙ୍କୁ ବହୁତ ଖରାପ ଜିନିଷ ଗାଳି ଦେଇଥିଲି ଏବଂ ମୁଁ ଘରୁ ବାହାରି 2 ଦିନ ଘରେ ବାହାରେ ରହି ମୋ ମୋବାଇଲ ବନ୍ଦ କରିଦେଲି ଏବଂ ମୁଁ ମୋ ସାଙ୍ଗଙ୍କ ଘରେ ଏହି 2 ଦିନ ରହିଲି। ମୁଁ ଘରକୁ ଫେରିବା ପରେ ମାନସିକ ସ୍ତରରେ ବିବ୍ରତ ହୋଇଥିଲି। ମାଉସୀ ବହୁତ ରାଗିଯାଇ କହିଲେ ଯେ ମୁଁ ଜାଣିଥିଲି ତୁମେ ମୋ ଝିଅକୁ ଛାଡ଼ିଦେଇ ପଳାଇବ। ଏହା ମୋର ଆଗରୁ ଭୟ ଥିଲା। ମୁଁ ଦେଖିଲି ତୃପ୍ତିଙ୍କର ରଙ୍ଗ ଫିକା ପଡ଼ିଛି ଏବଂ ସେ ଭଲ ଅନୁଭବ କରୁନାହାନ୍ତି। ସେ ହୁଏତ ମୋ ଘର ଛାଡ଼ିଥିବା ହେତୁ ବହୁତ ଚିନ୍ତିତ ଥିଲେ। ପ୍ରଥମ ଥର ପାଇଁ ମୁଁ ମୋର ଭୁଲ ବୁଝିଲି ଏବଂ ମାଉସୀଙ୍କୁ ଏକ ବାହାନା ଦେଲି ଯେ ମୁଁ 2 ଦିନ ପାଇଁ ସହରରୁ ବାହାରକୁ ଯାଇଥିଲି। ମୁଁ ତୃପ୍ତିଙ୍କୁ ଦେଖି ଅନୁଭବ କଲି ଯେ ବହୁତ ଶାନ୍ତ ଥିଲେ ଏବଂ ମୁଁ ନିଜେ ଦୁଃଖ ଅନୁଭବ କରିବାକୁ ଲାଗିଲି। ମୋର ତାଙ୍କ ସହ ଏମିତି ଆଚରଣ କରିବାଟା ଉଚିତ ନୁହେଁ। ସେହି ପିଲାଟି ଏପର୍ଯ୍ୟନ୍ତ ବହୁତ ସରଳ ଅଟେ। ସେ ଯେ ବୟସ ଦେଇ ଗତି କରୁଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ କ୍ରୋଧରେ ନୁହେଁ ବରଂ ପ୍ରେମର ସହିତ ବୁଝେଇବା ଉଚିତ। ଯେତେବେଳେ ମୁଁ ରୁମ୍ ଭିତରକୁ ଗଲି ତୃପ୍ତି ତକିଆ ଉଠାଇ ସଫାକୁ ଯିବାକୁ ଲାଗିଲେ କାରଣ ସେଦିନ ମୁଁ କ୍ରୋଧରେ ତାଙ୍କୁ ଅନେକ କଥା ଶୁଣେଇଥିଲି। ସେଦିନ ମୁଁ କ୍ରୋଧରେ ଏହା କହିଥିଲି ଯେ ଆଜି ପରେ ତୁମେ ମୋ ସହିତ ବିଛଣାରେ ଶୋଇବ ନାହିଁ, ଅନ୍ୟଥା ମୁଁ ରୁମ୍ରୁ ବାହାରକୁ ଯିବି। ମୋର କଥା ମନେ ପଡ଼ିଲା ଏବଂ ତୃପ୍ତିକୁ ଡାକିଲି। ମୁଁ ଯେତେବେଳେ ତାଙ୍କୁ ଡାକିଲି ସେ ଭୟଭୀତ ହୋଇ କହିଲେ, ଦୟାକରି ରୁମ୍ରୁ ବାହାରକୁ ଯାଅ ନାହିଁ, ମୁଁ ସୋଫାରେ ଶୋଇଯିବି। ମୁଁ ତାଙ୍କ କଥା ଶୁଣି ଲଜ୍ଜିତ ହେଲି। ମୁଁ ଦୀର୍ଘ ନିଶ୍ୱାସ ଛାଡ଼ି ଉଠିଲି ଆଉ ମୁଁ ତାଙ୍କ ପାଖକୁ ଆସିଲି। ତାଙ୍କ ହାତ ଧରି ତାଙ୍କୁ ବସେଇଲି ଆଉ ମୁଁ କହିଲି, ମୁଁ ଦୁଃଖିତ, ମୁଁ କ୍ରୋଧରେ ତୁମକୁ ଅନେକ ଭୁଲ କଥା କହିଲି। ମୋର ସାମାନ୍ୟ କୋମଳତା ପାଇବା ପରେ ସେ କାନ୍ଦିବାକୁ ଲାଗିଲେ ଏବଂ କାନ୍ଦିବା ସମୟରେ ମୋତେ ଛାତିରେ ଆଲିଙ୍ଗନ କଲେ। ଯଦି ମୁଁ ଚାହୁଁନଥିଲି ତଥାପି ତା ବଦଳରେ ମୁଁ ତାଙ୍କୁ ଆଲିଙ୍ଗନ କଲି। ସେ କାନ୍ଦୁଥିଲେ ଏବଂ କହିବାକୁ ଲାଗିଲେ, ମୁଁ ଜାଣେ ଯେ ମୁଁ ତୁମ ପାଇଁ ବହୁତ ଖରାପ ଦେଖାଯାଉଛି। ମାଆଙ୍କ ବାଧ୍ୟ କରିବା ପରେ ତୁମେ ମୋତେ ବିବାହ କରିଥିଲ। ତାଙ୍କ କଥା ଶୁଣିବା ପରେ ମୁଁ ତାଙ୍କ ମୁହଁ ଉପରକୁ ଉଠାଇ କହିଲି ଯେ ମୁଁ ତୁମକୁ ଖରାପ ମନେ କରେ ନାହିଁ ଆଉ ମୁଁ ତୁମକୁ ପସନ୍ଦ କରିବାକୁ ଲାଗିଛି। ବର୍ତ୍ତମାନ ତୁମଠାରୁ ଦୂରେଇ ରହିବା ମୋ ପାଇଁ ବହୁତ କଷ୍ଟକର ହୋଇପଡ଼ୁଛି ଏବଂ
ଆଉ ମୁଁ ତୁମ ପାଖକୁ ଏବେ ଆସିପାରିବି ନାହିଁ, କାରଣ ତୁମେ ବହୁତ ଛୋଟ। ମୁଁ ଏତେ କମ୍ ବୟସରେ ତୁମକୁ କୌଣସି ଅସୁବିଧାରେ ପକାଇବାକୁ ଚାହେଁ ନାହିଁ। ମୁଁ ଆଜି ମୋର ସମସ୍ତ ଭୟ ତାଙ୍କୁ କହିଥିଲି। ମୁଁ ଭାବିଲି ସେ ଏହା ଶୁଣି ଆରାମ ଅନୁଭବ କରିବେ, କିନ୍ତୁ ସେ ଆହୁରି ଚିନ୍ତିତ ହୋଇଗଲେ ଏବଂ ସେ କିଛି ଗଭୀର ଭାବନାରେ ହଜିଗଲେ। ତାପରେ ତୃପ୍ତିଙ୍କ ପେଟ ଫୁଲିବା ଆରମ୍ଭ କଲା। ତାର ରଙ୍ଗ ମଧ୍ୟ ଫିକା ପଡ଼ିବାକୁ ଲାଗିଲା। ମାଉସୀ ମଧ୍ୟ ସେହି ଦିନଠୁ ଟିକେ ଚୁପଚୁପ ରହିଲେ। ସେ ମଧ୍ୟ ବହୁତ ଅସୁସ୍ଥ ହେବାକୁ ଲାଗିଲେ। ମୁଁ ମାଉସୀଙ୍କୁ ତୃପ୍ତିଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ କହିଲି। ତାପରେ ମାଉସୀ କହିଲେ ଯେ ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲି, ଆଉ ଡାକ୍ତର ତାଙ୍କୁ ଔଷଧ ଦେଇଛନ୍ତି, ସେ ଭଲ ହୋଇଯିବେ। ମାଉସୀଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା, ଆଉ ତାଙ୍କ ଛାତିରେ ପୁଣି ଯନ୍ତ୍ରଣା ହେଉଥିଲା। ମୁଁ ତାଙ୍କୁ ଡାକ୍ତରଖାନା ନେବା ବେଳକୁ ସେ ମରିସାରିଥିଲେ। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତୃପ୍ତି ପାଇଁ ମଧ୍ୟ ସେତେବେଳେ ବହୁତ ବଡ଼ ଘଟଣା ଥିଲା। ମୁଁ ହିଁ ତାଙ୍କର ଯତ୍ନ ନେଉଥିଲି, କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କଲି ଯେ ତାଙ୍କ ପେଟ ବହୁତ ବଡ଼ ହେବାକୁ ଲାଗିଛି। ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲି। ଡାକ୍ତର ଅଲ୍ଟ୍ରାସାଉଣ୍ଡ କରିଥିଲେ ଏବଂ ସେ ଯାହା କହିଥିଲେ ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ଡାକ୍ତର କହିଲେ ତୁମ ପତ୍ନୀ 5 ମାସର ଗର୍ଭବତୀ ଥିବା ଶୁଣି ମୋର ମୁଣ୍ଡ ବୁଲାଉଥିଲା। ମୁଁ ତାଙ୍କୁ ପିଲା ବୋଲି ଭାବିଥିଲି ଏବଂ ତାଙ୍କୁ ପିଲା ବୋଲି ଭାବି ତାଙ୍କ ନିକଟକୁ ଯାଇନଥିଲି। ଆଉ ସେ ଅଳ୍ପ ବୟସରେ ଏଇଭଳି କାଣ୍ଡ କରିଥିଲେ ଏବଂ ତାଙ୍କ ଅପରାଧ ଲୁଚାଇବା ପାଇଁ ମୋ ସହିତ ମାଉସୀ ଜଲ୍ଦିରେ ବିବାହ କରିଥିଲେ। ବର୍ତ୍ତମାନ ମୁଁ ବୁଝିଲି ଯେ ତୃପ୍ତିଙ୍କ ମୋ ପାଖକୁ ଆସିବା, କିନ୍ତୁ ସେ ଏତେ କମ୍ ବୟସରେ ଏମିତି କେମିତି କଲେ? ଡାକ୍ତର କହିଛନ୍ତି ତୁମର ସ୍ତ୍ରୀ ବହୁତ ଛୋଟ ଏବଂ ତାଙ୍କର ବହୁତ ସମସ୍ୟା ଅଛି। ତାଙ୍କର ଯତ୍ନ ନିଅନ୍ତୁ, ନଚେତ୍ ପ୍ରସବ କରିବାରେ ଅସୁବିଧା ହୋଇପାରେ। ଯେତେବେଳେ ମୁଁ ଘରକୁ ଫେରିଲି, ମୁଁ ତୃପ୍ତିଙ୍କୁ ରୁମକୁ ନେଇ ଖଟ ଉପରେ ତାଙ୍କୁ ଧକ୍କା ଦେଲି ଆଉ ମୁଁ କହିଲି, ମୁଁ ଜାଣିନଥିଲି ଯେ ଏତେ କମ୍ ବୟସରେ ତୁମେ ଏସବୁ କରିପାରିବ। ମୁଁ ହିଁ ମାଉସୀଙ୍କୁ ମିଳିଥିଲି ତୁମ ପାପ ଲୁଚାଇବା ପାଇଁ। ଏବଂ ସେ କାନ୍ଦିବାକୁ ଲାଗିଲେ ଏବଂ କହିଲେ ଇଏ ମୋର ଦୋଷ ନୁହେଁ, ମୋର ଅଟୋ ଡ୍ରାଇଭର ମୋ ସହିତ ଜବରଦସ୍ତି କଲା। ଏହା କହି ସେ କାନ୍ଦିବାକୁ ଲାଗିଲା ଏବଂ କହିଲା ଯେ ମା ମୋତେ ଡାକ୍ତରଙ୍କ ପାଖକୁ ନେଇଥିଲେ, କିନ୍ତୁ ଡାକ୍ତର ମୋତେ ଗର୍ଭପାତ କରିବାକୁ ମନା କରିଦେଇଥିଲେ କି ମୋର ବୟସ ବହୁତ କମ୍, ଯାହାଦ୍ୱାରା ମୁଁ କଷ୍ଟ ସହିପାରିବି ନାହିଁ। ମୁଁ ଏସବୁ ଶୁଣି ମୁଣ୍ଡରେ ହାତ ଦେଇ ବସିଗଲି। ତୃପ୍ତି କହିଲେ ମୋତେ ଦୟାକରି ଛାଡ଼ପତ୍ର ଦେବନି। ଯଦି ତୁମେ ଚାହୁଁଛ ତ ଦ୍ୱିତୀୟ ବିବାହ କରିପାରିବ, କିନ୍ତୁ ମୋତେ ଏକା ଛାଡ଼ି ଦେବନି। ମୋର କୌଣସି ଭୁଲ ନାହିଁ। ସିଏ ମୋ ଗୋଡ଼ ପାଖରେ ବସିଥିଲେ, କିନ୍ତୁ ମୁଁ ତାଙ୍କୁ ଜମା ଚାହୁଁନଥିଲି। ସିଏ ଆଉ ତାଙ୍କ ମା ମୋତେ ଧୋକା ଦେଇଥିଲେ, ଯାହା ମୁଁ ଜମା ସହିପାରୁନଥିଲି। ମୁଁ ତାଙ୍କୁ ଧୋକା ଦେଇ ବାହାରକୁ ବାହାରି ଆସିଲି ସବୁଦିନ ପାଇଁ। ମୁଁ ଦୀର୍ଘ ସମୟ ଧରି ଦୁବାଇ ଯିବାକୁ ପ୍ରସ୍ତୁତ ହେଉଥିଲି। ମୁଁ ଭାବୁଥିଲି ଯେ ମୁଁ ତାଙ୍କ ମା ସହିତ ତୃପ୍ତିଙ୍କୁ ଛାଡ଼ି ଦୁବାଇ ଯିବି। ମୁଁ 4-5 ବର୍ଷ ପରେ ଆସିବି। ସେତେବେଳେ ତୃପ୍ତି ପ୍ରାୟ 19ରୁ 20 ବର୍ଷ ବୟସ ହୋଇଯାଇଥିବେ ଏବଂ ତାପରେ ମୁଁ ତାଙ୍କ ସହିତ ମୋର ବିବାହିତ ଜୀବନ ଆରମ୍ଭ କରିବି। କିନ୍ତୁ ଆଜି ମୋ ସାମ୍ନାକୁ ଆସିଥିବା ସତ୍ୟ ମୋର ସମସ୍ତ ଭାବନାକୁ ହଲାଇଲା। ଦୁବାଇ ଯିବା ପାଇଁ ମୋର ସମସ୍ତ କାଗଜପତ୍ର ପ୍ରସ୍ତୁତ ଥିଲା। ମୁଁ ତୃପ୍ତିଙ୍କୁ ନ ଜଣାଇ ପରଦିନ ଦୁବାଇ ଯାଇଥିଲି। ସେତେବେଳେ ମୋ ମନରେ ଏକ ଭାବନା ନଥିଲା ଯେ ସେ ଜଣେ ଏକା କମ୍ ବୟସର ଯୁବତୀ ଯିଏ ମା ହେବାକୁ ଯାଉଛନ୍ତି ଏବଂ ସେହି ସମୟରେ ତାଙ୍କ ମା ମଧ୍ୟ ନଥିଲେ। ସେ ଏକୁଟିଆ ଥିଲେ। ତାଙ୍କ ସହିତ କ'ଣ ହେବ ମୁଁ ଆଦୌ ଭାବିନଥିଲି। ସେତେବେଳେ କ'ଣ ହେବ ମୋର ଧାରଣା ନଥିଲା। ମୁଁ କେବଳ କ୍ରୋଧିତ ଥିଲି ଏବଂ କ୍ରୋଧରେ ମୁଁ ଏହି ନିଷ୍ପତ୍ତି ନେଇଥିଲି। ମୁଁ ତାଙ୍କୁ ଛାଡ଼ି ଦୁବାଇ ଆସି କାମ ଖୋଜିବା ଆରମ୍ଭ କରିଥିଲି। କିଛି ମାସ ପରେ ମୁଁ ଏକ ଭଲ ସ୍ଥାନରେ ଚାକିରି ପାଇଲି ଏବଂ ମୋ ଜୀବନରେ ବ୍ୟସ୍ତ ଥିଲି। ମୁଁ ଜାଣେ ନାହିଁ ପଛରେ ତୃପ୍ତିଙ୍କ ସହିତ କ'ଣ ହେଲା, କିନ୍ତୁ ମୁଁ ଯାହା କରିଥିଲି ତାହା ବୋଧହୁଏ ଭୁଲ ଥିଲା ଏବଂ ଏହି ଅନୁଭବ ମୋତେ ବିଶ୍ରାମ ଦେବାକୁ ଦେଇନଥିଲା। ମୁଁ ରାତିରେ ବସିଲା ମାତ୍ରେ ତୃପ୍ତିଙ୍କ ଚିନ୍ତା ମୋତେ ବ୍ୟଥିତ କରୁଥିଲା ଏବଂ
2 ବର୍ଷ ପରେ ମୁଁ ଭାରତକୁ ଫେରି ଆସିଲି। କାରଣ ମୋର 2 ବର୍ଷର ଚୁକ୍ତି ଶେଷ ହୋଇଯାଇଥିଲା ଏବଂ ମୋର 2 ମାସ ଛୁଟି ଥିଲା। ସତ କହିବାକୁ ଗଲେ ମୁଁ କେବଳ ତୃପ୍ତିଙ୍କ ପାଇଁ ଭାରତକୁ ଆସିଥିଲି। ନଚେତ୍ ଭାରତରେ ମୋର କିଏ ଥିଲା? ମୁଁ 2 ବର୍ଷ ଧରି ବହୁତ ଅଶାନ୍ତ ଥିଲି ଏବଂ ମୋର 2 ବର୍ଷର ସମାପ୍ତ ହେବା ମାତ୍ରେ ମୁଁ ସିଧା ଭାରତକୁ ଆସିଥିଲି। ମୁଁ ନିଜ ଆଖିରେ ଦେଖିବାକୁ ଚାହୁଁଥିଲି ଯେ ତୃପ୍ତି ଠିକ୍ ଅଛନ୍ତି କି ନାହିଁ। ଏହାପରେ ମୁଁ ଆରାମ ପାଇଥାନ୍ତି। କିନ୍ତୁ ଘରକୁ ଆସିବା ପରେ ମୁଁ ଯାହା ଦେଖିଲି ମୋର ଆଖି ଲୁହରେ ଭରି ଯାଇଥିଲା। ସତରେ କ'ଣ ସେ ତୃପ୍ତି ଥିଲା କି? ହାତ ଏବଂ ଗୋଡ଼ ଶୁଖିଯାଇଛି ଏବଂ ହାଡ଼ର ଢାଞ୍ଚା ହୋଇଗଲାଣି। ମୁଁ ଯନ୍ତ୍ରଣାରେ ତାଙ୍କ ନିକଟରେ ପହଞ୍ଚିଥିଲି। ସେ ଆଖି ଖୋଲି ମୋତେ ଚାହିଁଲେ। ବୋଧହୁଏ ସେ ମୋତେ ଦେଖି ବିଶ୍ୱାସ କରିପାରିଲେ ନାହିଁ। ସେ ମୋତେ ଛୁଇଁଲେ ଏବଂ ମୋତେ ଅନୁଭବ କଲେ। ମୁଁ ତୃପ୍ତିଙ୍କୁ କହିଲି, ହଁ ମୁଁ, ଏବଂ ତାପରେ ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ କାନ୍ଦିବାକୁ ଲାଗିଲେ ଏବଂ ସେ କହିଲେ, ତୁମର ଯିବା ପରେ ମୁଁ ବହୁତ ଯନ୍ତ୍ରଣା ଅନୁଭବ କରିଛି। ଏହା ସତ୍ୟ ହାର୍ଦ୍ଦିକ। ମୁଁ ଜାଣେ ନାହିଁ ଭଗବାନ ମୋତେ ଏପର୍ଯ୍ୟନ୍ତ କାହିଁକି ବଞ୍ଚାଇ ରଖିଛନ୍ତି। ନଚେତ୍ ମୁଁ ସେହିଦିନ ମରିଯାଇଥାନ୍ତି ଯେତେବେଳେ ମୁଁ ଏକ ମୃତ ସନ୍ତାନକୁ ଜନ୍ମ ଦେଲି। ଆଉ ସେତେବେଳର ସେ ଯନ୍ତ୍ରଣା ଯେବେ ମୋର ମନେ ପଡ଼େ ଆଉ ମୁଁ ଏବେ ବି ଭୟଭୀତ ହୁଏ, ସେତେବେଳେ ମୋତେ ସାନ୍ତ୍ୱନା ଦେବା ପାଇଁ ମୋର କହିଲେ କେହି ନଥିଲେ। ସେ ନିଜର ଅତୀତ ବିଷୟରେ ବର୍ଣ୍ଣନା କରୁଥିଲେ ଏବଂ ମୁଁ କେବଳ ତାଙ୍କ କଥା ଶୁଣୁଥିଲି। ମୋର ହୃଦୟ ତାଙ୍କ ଅବସ୍ଥା ଉପରେ ରକ୍ତର କାନ୍ଦ କାନ୍ଦୁଥିଲା। ମୁଁ ତାଙ୍କ ଅବସ୍ଥା ପାଇଁ ଏକମାତ୍ର ଦାୟୀ। ସେ କହିଲେ, ତୁମେ ଚାଲିଯିବା ପରେ ମୋର କେହି ନଥିଲେ। ମୋ ବାପାଙ୍କର ଆସିଥିବା ପେନ୍ସନ୍ ସହିତ ମୁଁ ମୋର ଖର୍ଚ୍ଚ ପରିଚାଳନା କରିଥିଲି। ମୁଁ ଜୀବନ ବିତାଉଥିଲି, କିନ୍ତୁ ମୋର ବଞ୍ଚିବା ପାଇଁ କୌଣସି ଆଶା ବାକି ନଥିଲା। ମୁଁ କେବଳ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲି। ଏଥିପାଇଁ ମୁଁ ତୁମକୁ ଦାୟୀ କରେ ନାହିଁ, କାରଣ ତୁମେ ମଧ୍ୟ ପ୍ରତାରିତ ହୋଇଥିଲ। କିନ୍ତୁ ଏଥିରେ ବୋଧହୁଏ ମୋର ବି କିଛି ଦୋଷ ନଥିଲା। ଯାହା ମୋ ସହିତ ଘଟିଥିଲା ତାହା କେବଳ ମୋ ସହିତ ଜବରଦସ୍ତି କରାଯାଇଥିଲା। ମୁଁ ତାଙ୍କୁ ମୋ କୋଳରେ ଉଠାଇ ଡାକ୍ତରଖାନାକୁ ଦୌଡ଼ିଲି। ସମସ୍ତ ଚେକଅପ୍ ପରେ ମୁଁ ଜାଣିଲି ଯେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଅଛନ୍ତି। ମୁଁ ତାଙ୍କୁ ଦୁବାଇକୁ ଆଣି ତାଙ୍କ ଚିକିତ୍ସା ଆରମ୍ଭ କଲି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ 1 ବର୍ଷ ଲାଗିଗଲା। ସୁସ୍ଥ ହେବା ପରେ ମୁଁ ମୋର ହାତ ଯୋଡ଼ି ତାଙ୍କୁ କ୍ଷମା ମାଗିଲି। ମୁଁ କହିଲି, ମୋତେ କ୍ଷମା କର। ମୁଁ ଯାହା ବି କରିଥିଲି ମୁଁ କ୍ରୋଧରେ ଏ ପଦକ୍ଷେପ ନେଇଥିଲି। ମୋର ଏହା କରିବା ଉଚିତ ନଥିଲା। ତୃପ୍ତିଙ୍କ ହୃଦୟ ବହୁତ ବଡ଼ ଥିଲା। ମୁଁ ତୃପ୍ତିଙ୍କୁ ସତ କହିଲି ଆଉ ମୁଁ ତାଙ୍କୁ ହୃଦୟର ସହିତ ମୁଁ ତାଙ୍କୁ କଣ୍ଢେଇ ଧରିଲି। ତାଙ୍କୁ ମୋ ପତ୍ନୀ ଭାବରେ ଗ୍ରହଣ କଲି ଏବଂ ଏକ ନୂତନ ଜୀବନ ଆରମ୍ଭ କଲି। ଫ୍ରେଣ୍ଡସ୍, ଯଦି ଆପଣମାନେ ମୋର କାହାଣୀକୁ ପସନ୍ଦ କରୁଛନ୍ତି ତେବେ କାହାଣୀଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମୁଁ ପୁଣି ଆସିବି ଆଉ ଗୋଟେ ନୂଆ ଷ୍ଟୋରି ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଆଉ ହଁ, କମେଣ୍ଟ କରିବାକୁ ଜମା ଭୁଲନ୍ତୁନି। ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ବାଏ ବାଏ ଏଣ୍ଡ ଟେକ୍ କେୟାର।